ଆପଣ ଯେଉଁ ବ୍ଲକ କିମ୍ବା ଯେଉଁ ୱାର୍ଡ ଆପଣ ସିଲେକ୍ଟ କରିଥିଲେ ତ ଏଇମାନଙ୍କୁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ 5,000 ଟଙ୍କା ଆପଣ ଉପମୁଖ୍ୟମନ୍ତ୍ରୀ ଦ୍ୱାରା ପ୍ରଦାନିତ କରାଯିବ। ଅର୍ଥାତ୍ ଏଇ ମହିଳାମାନଙ୍କୁ ଆପଣଙ୍କୁ ଯେଉଁମାନେ ମହିଳାମାନଙ୍କର ଆପଣ ନାଁ ଦେଖାଯାଉ ସାଙ୍ଗମାନେ ଦେଖନ୍ତୁ। ତ এই ମହିଳାମାନଙ୍କୁ ଆସନ୍ତା 28 ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ଆପଣ ଯେଉଁ ବ୍ଲକ ଯେଉଁ ୱାର୍ଡ ସିଲେକ୍ଟ କରିଥିଲେ ଏଇମାନଙ୍କୁ ଆପ୍ରୁଭ୍ ଅଛି। ତ ଏଇମାନଙ୍କୁ ଆପଣ ଗ୍ରାମ ପଞ୍ଚାୟତ କିମ୍ବା ଜିଲ୍ଲାର କେତେକ ମହିଳାମାନେ ପାଇବେ ତ ତାର ଲିଷ୍ଟ କେମିତି ଚେକ୍ କରିପାରିବେ ଆଜି ଭିଡ଼ିଓ ମଧ୍ୟ ପୁରା କଭର କରିବି। ତ ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓ ଷ୍ଟାର୍ଟ କରିବା ଆଉ କିପରି ଭାବରେ ଏଇ ଯେଉଁ ଫାଇନାଲ ଲିଷ୍ଟ ଆମର ଉପମୁଖ୍ୟମନ୍ତ୍ରୀ ପ୍ରତିଭା ଦ୍ୱାରା ପ୍ରସ୍ତୁତ ଯେଉଁ ଆପ୍ରୁଭ୍ ଲିଷ୍ଟ କେମିତି ଚେକ୍ କରିବେ ଭିଡ଼ିଓ ମଧ୍ୟ A ପୁରା କଭର few କରିବା। moments later. ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ, ୱେଲକମ୍ ଜିଲ୍ଲା ଟେକ୍ସରେ ସାଙ୍ଗମାନେ। ତ ସାଙ୍ଗମାନେ ଦେଖନ୍ତୁ ଖୁବ୍ ଶୀଘ୍ର ସୁଭଦ୍ରା ଯୋଜନା ପଞ୍ଚମ କିସ୍ତି ଟଙ୍କା ମିଳିବାକୁ ଅଛି। ଯେଉଁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ବହୁତ ମହିଳାଙ୍କୁ ଯେଉଁ ଏହାର ରାକ୍ଷୀ ପୂର୍ଣ୍ଣିମାରେ 5,000 ଟଙ୍କା ମିଳିବାକୁ ଅଛି। ତ ସାଙ୍ଗମାନେ ଆଜି ଯେଉଁ ରାକ୍ଷୀ ପୂର୍ଣ୍ଣିମାରେ କେଉଁ ମହିଳାମାନଙ୍କୁ ମିଳିବାକୁ ଅଛି 5,000 ଟଙ୍କା ତ ତାର ଲିଷ୍ଟ ଆପଣ କେମିତି ଚେକ୍ କରିପାରିବେ ନିଜ ମୋବାଇଲ ମାଧ୍ୟମରେ। ଯେଉଁମାନେ ବି ଟଙ୍କା ପାଇବେ ସେମାନଙ୍କ ଲିଷ୍ଟ ଆପଣ କେମିତି ଚେକ୍ କରିପାରିବେ ଆପଣ ଗ୍ରାମ ପଞ୍ଚାୟତ କିମ୍ବା ଜିଲ୍ଲାର କେତେକ ମହିଳାମାନେ ପାଇବେ ତ ତାର ଲିଷ୍ଟ କେମିତି ଚେକ୍ କରିପାରିବେ ଆଜି ଭିଡ଼ିଓ ମଧ୍ୟ ପୁରା କଭର କରିବି। ତ ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓ ଷ୍ଟାର୍ଟ କରିବା ଆଉ କିପରି ଭାବରେ ଏଇ ଯେଉଁ ଫାଇନାଲ ଲିଷ୍ଟ ଆମର ଉପମୁଖ୍ୟମନ୍ତ୍ରୀ ପ୍ରତିଭା ଦ୍ୱାରା ପ୍ରସ୍ତୁତ ଯେଉଁ ଆପ୍ରୁଭ୍ ଲିଷ୍ଟ କେମିତି ଚେକ୍ କରିବେ ଭିଡ଼ିଓ ମଧ୍ୟ ପୁରା କଭର କରିବା। ସେଥିପାଇଁ ସାଧାରଣତଃ ଆପଣ କ'ଣ କରିବେ ଆପଣଙ୍କର ଗୁଗଲ କ୍ରୋମ୍ରେ ଓପନ୍ କରିଦେବେ। ଆପଣଙ୍କୁ ଏଠି ସର୍ଚ୍ଚ କରିବେ ସୁଭଦ୍ରା ଓଡ଼ିଶା ଗଭର୍ଣ୍ଣମେଣ୍ଟ.in। ତ ଫାଇନାଲି ଏଠି ଆପଣ ଗୁଗଲକୁ ଯିବେରି ଏଠି ଆପଣ ସର୍ଚ୍ଚ କରିବେ ସୁଭଦ୍ରା ଓଡ଼ିଶା ଗଭର୍ଣ୍ଣମେଣ୍ଟ.in। ତ ଫାଇନାଲି ଏଇ ୱେବସାଇଟ୍ ଆପଣଙ୍କୁ ସର୍ଚ୍ଚ କରିବାକୁ ପଡ଼ିବ। ତ ଫାଇନାଲି ସର୍ଚ୍ଚ କଲା ପରେ ଦେଖନ୍ତୁ ଫାଇନାଲି ଏଠି କ୍ଲିକ୍ କରିଦେବେ। ତ ସାଙ୍ଗମାନେ ସାଧାରଣତଃ କ୍ଲିକ୍ କଲା ପରେ ଦେଖନ୍ତୁ ସୁଭଦ୍ରା ଯୋଜନା ଅଫିସିଆଲ ପୋର୍ଟାଲ ତ ଆପଣଙ୍କୁ ଏମିତି ଶୋ କରିବ। ତ ଏଠି ବି ଶୋ କଲା ପରେ ଦେଖନ୍ତୁ ଆପଣଙ୍କୁ ଏଠି ଲିଷ୍ଟ ଚେକ୍ କରିବାକୁ ସାଧାରଣତଃ କ'ଣ କରିବେ ତ ଟିକେ ତଳକୁ ସ୍ଲାଇଡ୍ କରିଦେବେ ତ ଆପଣଙ୍କୁ ଦେଖାଯିବ ଯେଉଁମାନେ ବି ପଞ୍ଚମ କିସ୍ତି ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମାରେ 28 ତାରିଖ ପାଇବାକୁ ଅଛି ଟଙ୍କା ସେମାନଙ୍କ ଲିଷ୍ଟ ଆପଣ ଏଠି ହିଁ ପାଇପାରିବେ। ତ ସାଧାରଣତଃ ଫାଇନାଲି କ'ଣ କରିବେ ଯେଉଁ ଅପସନ୍ ଅଛି ତ ଦେଖନ୍ତୁ ହିତାଧିକାରୀ ତାଲିକା ଅପସନ୍ ଅଛି। ତ ଫାଇନାଲି ଏଠି ଆପଣଙ୍କୁ କ୍ଲିକ୍ କରିଦେବେ। ତ ଫାଇନାଲି କ୍ଲିକ୍ କଲା ପରେ ଦେଖନ୍ତୁ ସୁଭଦ୍ରା ଯୋଜନା ଅଫିସିଆଲ ପୋର୍ଟାଲ ତ ଆପଣଙ୍କୁ ଏକ ନୂତନ ପେଜରେ ଏଠି ଆପଣଙ୍କୁ ଶୋ କରିବ। ତ ଦେଖନ୍ତୁ ଏଠି ଆପଣଙ୍କୁ ବହୁତ ସାରା ଅପସନ୍ ଆପଣଙ୍କୁ ଦେଖାଯିବ। ତ ସାଙ୍ଗମାନେ ସାଧାରଣତଃ କ'ଣ କରିବେ ଦେଖନ୍ତୁ ଉପରେ ଯେଉଁ ହିତାଧିକାରୀ ତାଲିକା ଅପସନ୍ ଅଛି ତଳେ ଅଛି ଅସ୍ଥାୟୀ ହିତାଧିକାରୀ ତାଲିକା। ତ ଫାଇନାଲି ଆପଣ କ'ଣ କରିବେ ଯେଉଁ ଉପର ଅପସନ୍କୁ କ୍ଲିକ୍ କରିଦେବେ। ହିତାଧିକାରୀ ତାଲିକା ଅପସନ୍ କ୍ଲିକ୍ କଲା ପରେ ଦେଖନ୍ତୁ ଟିକେ ତଳକୁ କରିଦେବେ। ଦେଖନ୍ତୁ ଆପଣଙ୍କୁ ଦେଖାଯିବ ହିତାଧିକାରୀ ତାଲିକା, ତାପରେ ଆପଣଙ୍କୁ ଦେଖାଯିବ ଜିଲ୍ଲା, ତାପରେ ଦେଖାଯିବ ବ୍ଲକ, ତାପରେ ଦେଖାଯିବ ଗ୍ରାମ ପଞ୍ଚାୟତ କିମ୍ବା ୱାର୍ଡର ନାମ ଏଠି ଆପଣଙ୍କୁ ଶୋ କରିଯିବ। अच्छा, ତ ସାଙ୍ଗମାନେ ଯେଉଁପରେ ଦେଖନ୍ତୁ ପ୍ରଥମେ ଜିଲ୍ଲା ସିଲେକ୍ଟ କରିଦେବେ, ठीक है। ତାପରେ ବ୍ଲକ କରିଦେବେ, ତାପରେ ଗ୍ରାମ ପଞ୍ଚାୟତ ସିଲେକ୍ଟ କରିଦେବେ। ସାଙ୍ଗମାନେ ସାଧାରଣତଃ ଯାହାର ବି ଆପଣ ଲିଷ୍ଟ ଚେକ୍ କରିବାକୁ ଚାହୁଁଛନ୍ତି ଅର୍ଥାତ୍ ଯେଉଁ ଗ୍ରାମ ପଞ୍ଚାୟତ ଯେଉଁ ଜିଲ୍ଲାର ଯେଉଁ ମେମ୍ବର ଆପଣ ଜିଲ୍ଲା ଅର୍ଥାତ୍ ଆପ୍ରୁଭ୍ ଅଛି କି ନା ଚେକ୍ କରିବାକୁ ଚାହୁଁଛନ୍ତି ଫାଇନାଲ ତାର ଆଧାର କାର୍ଡ଼ ଆଣିକି ସବୁ ଯାକ ଯେଉଁ ଅଛି ଆଡ୍ରେସ୍ ତ ସଠିକ୍ ଭାବରେ ଏଠି ପୂରଣ କରିଦିଅନ୍ତୁ। ତ ଫାଇନାଲି ମୁଁ କୌଣସି ପ୍ରକାର ଜିଲ୍ଲା ସିଲେକ୍ଟ କରିଦେଉଛି। ତ ଦେଖନ୍ତୁ କଟକ ସିଲେକ୍ଟ କରିଦେଲି, କଟକର କୌଣସି ପ୍ରକାର ବ୍ଲକ ମଧ୍ୟ ସିଲେକ୍ଟ କରିଦେଲି। ଯେଉଁ ବାରଙ୍ଗ ବ୍ଲକର କୌଣସି ପ୍ରକାର ବ୍ଲକ ମଧ୍ୟ ଗ୍ରାମ ପଞ୍ଚାୟତ ନାମ ଏଠି ସିଲେକ୍ଟ କରିଦେବି। ତ ଆପଣ ଭାବରେ ଯଦି ନିଜେ ଚେକ୍ କରୁଛନ୍ତି ତ ଆପଣଙ୍କର ନିଜର ସଠିକ୍ ଇନଫର୍ମେସନ୍ ଅର୍ଥାତ୍ ସଠିକ୍ ଆଧାର କାର୍ଡ଼ରେ ଯେଉଁ ଡିଟେଲ୍ସ ଅଛି ସେଇ ଡିଟେଲ୍ସ ଆପଣ ଏଠି ଏଣ୍ଟ୍ରି କରିଦିଅନ୍ତୁ। ତ ଏଣ୍ଟ୍ରି କଲା ପରେ ଦେଖନ୍ତୁ ଯେପରି ଭାବରେ ଫାଇନାଲି ଆପଣ ଏଠି ଏଣ୍ଟ୍ରି କରିଦେଲେ ତ ତଳକୁ ଦେଖନ୍ତୁ ଅପସନ୍ ଆସିପାରେ ତ ଫାଇନାଲି କରିଦେବେ। ତ କଲା ପରେ ଦେଖନ୍ତୁ ଟିକେ ଟିକେ ସ୍ଲାଇଡ୍ କଲା ପରେ ଦେଖନ୍ତୁ ଆପଣଙ୍କୁ ଦେଖାଯିବ ଆପଣ ଗ୍ରାମ ପଞ୍ଚାୟତ ସିଲେକ୍ଟ କରିଥିଲେ ସେ ଗ୍ରାମ ପଞ୍ଚାୟତ ନାମଟି ଶୋ କରିଯିବ। ତ ସାଇଡ଼୍ରେ ଦେଖନ୍ତୁ ଅନୁମୋଦିତ ତାଲିକା ଅଛି ତ ତାର ମଧ୍ୟ PDF ଫାଇଲ୍ ରେଡ୍ ଆଇକନ୍ରେ ଆପଣଙ୍କୁ ଶୋ କରିଯିବ। ତ ଯେଉଁ ରେଡ୍ ଆଇକନ୍ରେ ଆପଣଙ୍କୁ ଦେଖାଯିବ PDF ଫାଇଲ୍ ତ ଫାଇନାଲ୍ ଆପଣଙ୍କୁ ମୋବାଇଲ୍ ଆକୁ ଡାଉନଲୋଡ୍ କରିବାକୁ ପଡ଼ିବ, ଯାହାପରେ ଆପଣଙ୍କ ଲିଷ୍ଟ ଆପଣ ଏଠି ଚେକ୍ କରିପାରିବେ। ତ ଫାଇନାଲ୍ କ'ଣ କରିବେ ଯେଉଁ ରେଡ୍ ଆଇକନ୍ ଅଛି ତ ଏଠି ଆପଣଙ୍କୁ କ୍ଲିକ୍ କରିଦେବେ। ଦେଖନ୍ତୁ ଡାଉନଲୋଡ୍ ସେକ୍ସନ୍ ଯିବେ ହେରି ଆପଣ ଡାଉନଲୋଡ୍ କରିଦେଲା ପରେ ଦେଖନ୍ତୁ ଫାଇନାଲି ମୁଁ ଟିକେ ବ୍ୟାକ୍ କରିଦେଉଛି ତାର ଡାଉନଲୋଡ୍ ସେକ୍ସନ୍କୁ ପଳାଉଛି। ତ ସାଙ୍ଗରେ ଯେପରି ଡାଉନଲୋଡ୍ ସେକ୍ସନ୍ ଗଲା ପରେ ଦେଖନ୍ତୁ ଆପଣଙ୍କୁ ଏଠି ଶୋ କରିଯିବ। ଦେଖନ୍ତୁ ଫାଇଲ୍ଟା ଆପଣ ଡାଉନଲୋଡ୍ କରିଦେଲେ ତ ଫାଇନାଲି ଓପନ୍ କରିଦେବେ। ଦେଖନ୍ତୁ ଏଠି ଯେଉଁ ଦେଖାଯାଉଛି ଏ ହେଉଛି ଆଜି ଦେଖନ୍ତୁ ଯେଉଁ ଜିଲ୍ଲା ସିଲେକ୍ଟ କରିଥିଲେ ଫାଇନାଲି ଯେତେକ ଜିଲ୍ଲାରେ ସିଲେକ୍ଟ କରିଥିଲେ ଏଇମାନେ ହିଁ ଆସନ୍ତା ଯେଉଁ ରାକ୍ଷୀ ପୂର୍ଣ୍ଣିମା ଅଛି ଆପଣ ଯେଉଁ ବ୍ଲକ କିମ୍ବା ଯେଉଁ ୱାର୍ଡ ଆପଣ ସିଲେକ୍ଟ କରିଥିଲେ ତ ଏଇମାନଙ୍କୁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ 5,000 ଟଙ୍କା ଆପଣ ଉପମୁଖ୍ୟମନ୍ତ୍ରୀ ଦ୍ୱାରା ପ୍ରଦାନିତ କରାଯିବ। ଅର୍ଥାତ୍ ଏଇ ମହିଳାମାନଙ୍କୁ ଆପଣଙ୍କୁ ଯେଉଁମାନେ ମହିଳାମାନଙ୍କର ଆପଣ ନାଁ ଦେଖାଯାଉଛି ସାଙ୍ଗମାନେ ଦେଖନ୍ତୁ। ତ এই ମହିଳାମାନଙ୍କୁ ଆସନ୍ତା 28 ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ଆପଣ ଯେଉଁ ବ୍ଲକ ଯେଉଁ ୱାର୍ଡ ସିଲେକ୍ଟ କରିଥିଲେ ଏଇମାନଙ୍କୁ ଆପ୍ରୁଭ୍ ଅଛି ତ ଏଇମାନଙ୍କୁ ଆପଣଙ୍କ 5,000 ଟଙ୍କା ମିଳିବ। ଦେଖନ୍ତୁ ଫାଇନାଲି ଆପଣ ଦେଖିପାରିବେ ଆପ୍ଲିକେସନ୍ ଆଇଡି ମଧ୍ୟ ଦେଖିପାରିବେ ଓ ଆପ୍ଲିକେସନ୍ ନାମ ମଧ୍ୟ ସବୁ ଏଠି ଆପଣଙ୍କୁ ଦେଖିପାରିବେ। ତ এই ଭାବରେ ମାତ୍ର 2 ମିନିଟ୍ ସମୟ ଲାଗିବ ଆପଣ ନିଜ ମୋବାଇଲ ମାଧ୍ୟମରେ
ତ ସାଙ୍ଗମାନେ ଏହିପରି ଭାବେ ମାତ୍ର 2 ମିନିଟ୍ ସମୟ ଲାଗେ ଆପଣ ନିଜ ମୋବାଇଲ ମାଧ୍ୟମରେ ଆପଣ ବ୍ଲକରେ ଆପଣ ଗ୍ରାମ ପଞ୍ଚାୟତରେ କେତେ ମହିଳାମାନେ ଏଇ ଯୋଉ ସୁଭଦ୍ରା ଯୋଜନା ଟଙ୍କା ପାଇଁ ଯୋଗ୍ୟ ଅଟନ୍ତି ଓ କେତେ ଟଙ୍କା ଜଣ ପାଇବେ ତ ସେମାନଙ୍କ ଲିଷ୍ଟ ଆପଣ ମାତ୍ର 2 ମିନିଟ୍ ସମୟ ମଧ୍ୟରେ ଦେଖିପାରିବେ। ତ ସାଙ୍ଗମାନେ ଆଜି ଭିଡ଼ିଓ ମଧ୍ୟରେ କଭର କଲି କେମିତି ଆପଣ ଯୋଉ ସୁଭଦ୍ରା ଯୋଜନା ଆଗାମୀ କିସ୍ତି ଆସିବାକୁ ଅଛି ପଞ୍ଚମ କିସ୍ତି ଅର୍ଥାତ ରାକ୍ଷୀ ପୂର୍ଣ୍ଣିମାରେ ତାର ଲିଷ୍ଟ କେମିତି ଚେକ୍ କରିପାରିବେ। ଭିଡ଼ିଓ ଯଦି ପସନ୍ଦ ଆସିଲା ନିଶ୍ଚୟ ଲାଇକ୍ କରିଦେବେ ଓ ଚ୍ୟାନେଲ ଯଦି ଆପଣ ପ୍ରଥମ ଥର ଭିଜିଟ୍ କରିଛନ୍ତି ତ ଏମିତି କିଛି ନୂଆ ନୂଆ ଟିପ୍ସ ଓ ଟ୍ରିକ୍ ଜାଣିବାକୁ ଚାହୁଁଛନ୍ତି ନିଶ୍ଚୟ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଆଜି ପାଇଁ ରହୁଛି, ଦେଖା ହବ କିଛି ନୂଆ ଭିଡ଼ିଓରେ କିଛି ନୂଆ ଜିନିଷ ଜାଣିବା ପାଇଁ। ରହୁଛି, ଜୟ ଜଗନ୍ନାଥ, ଜୟ ମା ଅଗ୍ରତାରା।